ମନୁଷ୍ୟ ନିଜେ ନିଜର ହିଁ ସର୍ବନାଶ କରେ, ସେ ନିଜେ ନିଜକୁ ମୁକ୍ତ କରିପାରେ ନାହିଁ। ନମସ୍କାର ବନ୍ଧୁଗଣ, ଆଜି ଆମେ ଏକ ଏମିତି ଶ୍ଲୋକ ବିଷୟରେ କଥା ହେବାକୁ ଯାଉଛୁ ଯାହା ମନୁଷ୍ୟର ଜୀବନର ସବୁଠାରୁ ଗଭୀର ସତ୍ୟକୁ ଆଇନା ଭଳି ଦେଖାଏ। ଏହା କୌଣସି ସାଧାରଣ ନୀତିବାଣୀ ନୁହଁ, ଏହା ଚାଣକ୍ୟ ପଣ୍ଡିତଙ୍କର ଏକ ରଚିତ ବହୁତ ସୁନ୍ଦର ଓ ଗଭୀର ଶ୍ଲୋକ। ଆସନ୍ତୁ ପ୍ରଥମେ ଶ୍ଲୋକଟି ପାଠ କରିବା। ନାସ୍ତି କାମ ସମ ବ୍ୟାଧି, ନାସ୍ତି ମୋହ ସମ ରିପୁଃ, ନାସ୍ତି କୋପ ସମ ବହ୍ନି, ନାସ୍ତି ଜ୍ଞାନାତ୍ ପରଂ ସୁଖଂ। ମୁଁ ଆଉ ଥରେ ଏହି ଶ୍ଲୋକଟି ପାଠ କରୁଛି। ନାସ୍ତି କାମ ସମ ବ୍ୟାଧି, ନାସ୍ତି ମୋହ ସମ ରିପୁଃ, ନାସ୍ତି କୋପ ସମ ବହ୍ନି, ନାସ୍ତି ଜ୍ଞାନାତ୍ ପରଂ ସୁଖଂ। ପ୍ରଥମ ପଂକ୍ତି ନାସ୍ତି କାମ ସମ ବ୍ୟାଧି ଅର୍ଥ କାମନା, କାମ ସମାନ କୌଣସି ରୋଗ ନାହିଁ। କାମ ରୋଗ। ଅନେକ ଲୋକ ଭାବନ୍ତି କାମର ଅର୍ଥ କେବଳ ଶାରୀରିକ ଇଚ୍ଛା, ସ୍ତ୍ରୀ ପ୍ରତି ଇଚ୍ଛା, ପୁରୁଷ ପ୍ରତି ଇଚ୍ଛା। ନା ବନ୍ଧୁଗଣ, କାମର ଅର୍ଥ ଅଧିକ ଧନ ଲାଳସା, ଅଧିକ ପାୱାର ଲାଳସା, ଅନ୍ୟକୁ ହରାଇ କେମିତି ଆଗକୁ ଯିବାର ଇଚ୍ଛା, ମତେ ହିଁ ସବୁ ମିଳିବା ଦରକାର, ଏହିପରି ଭାବନାକୁ ହିଁ କାମନା କୁହାଯାଏ। କାମନାକୁ ଚାଣକ୍ୟ ଏଠି କାହିଁକି ରୋଗ ସହିତ ତୁଳନା କରିଛନ୍ତି? ରୋଗ ଯେପରି ଶରୀରକୁ ଧୀରେ ଧୀରେ ନଷ୍ଟ କରେ, ଜୀର୍ଣ୍ଣ ଶୀର୍ଣ୍ଣ କରିଦିଏ, କାମ ସେହିପରି ମନକୁ ଆସ୍ତେ ଆସ୍ତେ ଜୀର୍ଣ୍ଣ କରିଦିଏ, ବିବେକକୁ ଛିନ୍ଭିନ୍ କରିଦିଏ। ଗୋଟିଏ ଗାଁର ଯୁବକ ଯେତେବେଳେ ସହରକୁ ଆସେ, ସେ କିଛି ଅଳ୍ପ ଧନ ଅର୍ଜନ କରେ। ଯଦି ସେ ଧନକୁ ଠିକ ମାର୍ଗରେ ରଖିଲା, ଧର୍ମ କଲା, ଧର୍ମଯୁକ୍ତ ଧନ ବହୁତ ଭଲ। ଏହା ପୂର୍ବ ଏପିସୋଡରେ ମୁଁ ଆପଣଙ୍କୁ କହିଥିଲି ଧର୍ମଯୁକ୍ତ ଧନ। କିନ୍ତୁ ଯଦି ସେ ଅଳ୍ପ କିଛି ଧନ ଅର୍ଜନ କରି ଭାବିଲା ଏତିକି ଧନ ମତେ ହବନି, ମୁଁ ଆହୁରି ଧନ ଅର୍ଜନ କରିବାକୁ ପଡିବ, ସେ ଆହୁରି ଧନ ଅର୍ଜନ କରିବାକୁ ଯାଇ ସେ ଭୁଲ ବାଟରେ, ଭୁଲ କାର୍ଯ୍ୟରେ ଲିପ୍ତ ରହିଲା, ତାହେଲେ ସେ କାମନା ରୋଗର ଶିକାର, କାମ ରୋଗର ଶିକାର। ଆରମ୍ଭରେ ସେ କଷ୍ଟ କଲା, କିନ୍ତୁ ଧୀରେ ଧୀରେ ଲୋଭ ଆସିଲା, ସେ ଲୋକଙ୍କୁ ଧୋକା ଦେଲା, ଲୋକଙ୍କ ସହ ଅନ୍ୟାୟ କଲା, ଶେଷରେ ଟଙ୍କା ତ ମିଳିଲା, କିନ୍ତୁ ଟଙ୍କା ଦ୍ୱାରା ଯୋଉ ଶାନ୍ତି ମିଳିବା କଥା ସେ ଚାଲିଗଲା। ଏହା ହେଉଛି କାମ ରୋଗ। କାମ ରୋଗର ଲକ୍ଷଣ ମନ ସନ୍ତୁଷ୍ଟ ହୁଏନି, ଯେତେ ପାଇଲେ ମଧ୍ୟ କମ ଲାଗେ, ଅନ୍ୟଙ୍କ ସୁଖ ଦେଖି ଈର୍ଷା ଲାଗେ, ରାତିରେ ନିଦ ଆସେନି, ରାତିରେ ସେ ସେମ୍ କଥା ଭାବୁଥାଏ, କେମିତି ଏଇଟା କରିବି, କେମିତି ସେଇଟା କରିବି। ଏହା କ୍ୟାନ୍ସର ଠାରୁ ମଧ୍ୟ ବଡ଼ ଭୟଙ୍କର ରୋଗ। କାମ ଥିଲେ ଜୀବନରେ ଶାନ୍ତି ନଥାଏ। ଯଦି କାମ ଆମକୁ ନିୟନ୍ତ୍ରଣ କରେ, ସିଏ ହେଉଛି କାମ ରୋଗ। ଦ୍ୱିତୀୟ ଭାଗ କ'ଣ? ନାସ୍ତି ମୋହ ସମ ରିପୁଃ ଅର୍ଥ ମୋହ ସମାନ କୌଣସି ଶତ୍ରୁ ନାହିଁ। ଶତ୍ରୁ। ଅନେକ ଲୋକ ଭାବନ୍ତି ମୋହ ମାନେ ମାୟା, ଭୂତ, କିଛି ଆଧ୍ୟାତ୍ମିକ ଜିନିଷ। ନା, ମୋହ ମାନେ ଭୁଲ ଜିନିଷକୁ ଠିକ ଭାବେ ଭାବିବା। ମୋହ କ'ଣ? ଯେ ବିବେକରେ ମୋହ ସୃଷ୍ଟି କରେ, ଯେ ମନରେ ମୋହ ଲୋଭ ସୃଷ୍ଟି କରେ, ଅସ୍ଥାୟୀ ଜିନିଷକୁ ସ୍ଥାୟୀ ଭାବେ, ଶରୀରକୁ ଆତ୍ମା ଭାବେ ନାହିଁ, ଶରୀରକୁ ଗୋଟେ ଭୋଗ୍ୟ ଜିନିଷ ଭାବେ, ଟଙ୍କା, ପଦ, ସମ୍ପର୍କ, ଏହାର ସବୁ କିଛି ଭାବେ, ସେ ହିଁ ମୋହ। ମୋହ କାହିଁକି ଶତ୍ରୁ? ଯିଏ ଆପଣଙ୍କୁ ସତ୍ୟ ଦେଖେଇ ଦିଏ ନାହିଁ, ସିଏ ହେଉଛି କ'ଣ? ଆପଣଙ୍କ ଶତ୍ରୁ। ମୋହ ଠିକ ଏହି କାମଟି କରେ। ଆପଣଙ୍କର ଆଖି ଥିଲେ ମଧ୍ୟ ଆପଣଙ୍କୁ ଠିକ ଜିନିଷଟି ଦେଖାଏ ନାହିଁ। ଧରନ୍ତୁ ଗୋଟିଏ ଲୋକ ରହିଛି, ଯାହା ପାଖରେ ବଡ଼ ଘର, ଭଲ ଗାଡ଼ି, ଭଲ ସମ୍ମାନ, ପଇସା, ସେ ବାହାରୁ ସୁଖୀ, କିନ୍ତୁ ଭିତରେ ଭୟ, ଅସୁରକ୍ଷା, ହାରିଯିବାର ଆଶଙ୍କା। କାଳେ ମୋ ଏଇ ଧନ ସମ୍ପତ୍ତି ପଳେଇବ କି, କାଳେ ମୋର ଘରେ କିଛି ଅସୁବିଧା ହେବ କି? ତଥାପି ସେ ଭାବେ ମୁଁ ସଫଳ, ମୁଁ ଖୁସି। ଏହା ହିଁ ହେଉଛି ମୋହ। ମୋହ। ଧନ ଅର୍ଜନ କରିବା କିଛି ଖରାପ କଥା ନୁହେଁ ବନ୍ଧୁଗଣ। ଧନ ଅର୍ଜନ କରିବା ସବୁଠାରୁ ଭଲ କଥା, ସବୁଠୁ ଉନ୍ନତିମୂଳକ ଜିନିଷ ହେଉଛି ଧନ। ମା ଲକ୍ଷ୍ମୀଙ୍କର ଧନକୁ ମା ଲକ୍ଷ୍ମୀଙ୍କ ସହ ତୁଳନା କରାଯାଏ। ଧନ ବହୁତ ସହଜ, ବହୁତ ଭଲ ଜିନିଷ।
କିନ୍ତୁ ଧନ ପ୍ରତି ଅତି ଅଗାଢ ପ୍ରେମ ସେ ବହୁତ ଖରାପ। ଧନ ଠିକ, ଧନକୁ ପାଇବାର ଇଚ୍ଛା ମଧ୍ୟ ଠିକ, କିନ୍ତୁ ସେ ଇଚ୍ଛା ଯଦି କାମନାରେ ପରିବର୍ତ୍ତନ ହୁଏ, ସବୁବେଳେ ସେ ଇଚ୍ଛା, ସେ ଧନ ଇଚ୍ଛା ହିଁ ସବୁବେଳେ ଆମ ମୁଣ୍ଡରେ ଚାଲେ, ସେଇଟା ଖରାପ। ଗୋଟେ ରାଜା ଥିଲେ, ତାଙ୍କ ପାଖରେ ସବୁ କିଛି ଥିଲା, ଯାହା ଧନ ସମ୍ପତ୍ତି ଐଶ୍ୱର୍ଯ୍ୟ ରାଣୀ ପୁତ୍ର ସମସ୍ତେ ଥିଲେ। ଦିନେ ଗୋଟେ ସନ୍ନ୍ୟାସୀ ଆସିଲେ, ରାଜନ ତୁମେ ଦୁଃଖୀ ଅଛ। ରାଜା ରାଗିଗଲେ କାହିଁକି? ମୋ ପାଖରେ ତ ସବୁ କିଛି ଅଛି, ମୁଁ ଦୁଃଖୀ କେମିତି? ରାଜା ସନ୍ନ୍ୟାସୀଙ୍କୁ ପଚାରିଲେ। ସନ୍ନ୍ୟାସୀ କହିଲେ, ରାଜନ ତମେ ଦୁଃଖୀ ଏଇଥିପାଇଁ କାହିଁକି ନା ତୁମ ପାଖରେ ତମ ପଡୋଶୀ ରାଜ୍ୟ ଗୋଟେ ଛୋଟ ରାଜ୍ୟ, ସେ ରାଜାଙ୍କ ପାଖରେ ଗୋଟେ ସୁନାର ମୁକୁଟ ଅଛି, ତମକୁ ସେଇଭଳି ସୁନାର ମୁକୁଟ ଦରକାର। ରାଜା କହିଲେ, ଆଜ୍ଞା। ରାଜା କାହିଁକି ନା ତାଙ୍କ ମନରେ ଇଚ୍ଛା ଥିଲା, ମୋହ ଥିଲା, ତା ପାଖରେ ମୋଠୁ ଭଲ ମୁକୁଟ କେମିତି ଅଛି? ତାଙ୍କ ପାଖରେ, ଏଇ ରାଜାଙ୍କ ପାଖରେ ସବୁ କିଛି ଅଛି, କିନ୍ତୁ ଯଦି ତାଙ୍କ ପଡୋଶୀ ରାଜା ପାଖରେ ଗୋଟେ ଛୋଟ ସୁନାର ମୁକୁଟ ବି ଅଛି, ସେ ତାକୁ ନିଜର କରିବାକୁ ଚାହାନ୍ତି। ସନ୍ନ୍ୟାସୀ କହିଲେ, ସନ୍ନ୍ୟାସୀ ସେଠୁ ତାଙ୍କୁ ଆଶୀର୍ବାଦ କଲେ, ତୁମେ କାମନାରୁ ମୁକ୍ତ ହୁଏ, ତୁମେ ଲୋଭରୁ ମୁକ୍ତ ହୁଅ। ରାଜା ତାଙ୍କ ଗୁରୁଙ୍କ ଆଦେଶରେ ଲୋଭ ମୋହକୁ ତ୍ୟାଗ କରି ସନ୍ନ୍ୟାସ ହେଲେ। ରାଜ୍ୟ ଚାଲିଗଲା, ସମ୍ମାନ ଚାଲିଗଲା, ମୁକୁଟ ଗଲା, କିନ୍ତୁ ସେ ମୋହର ଅନ୍ଧକାରରୁ ଫେରି ଆସିଲେ। ମୋହର ଲକ୍ଷଣ, ଯେତେବେଳେ ମୋହ ଆସେ ଭୁଲ ମଧ୍ୟ ଠିକ ଲାଗେ, ଅହଙ୍କାର ବଢିଯାଏ, ଅନ୍ୟର ଉପଦେଶ କଟୁ ଲାଗେ, ଠିକ କଥାଟା ସବୁବେଳେ ଭୁଲ ଭଳି ଲାଗେ। ମୁଁ ଯାହା କରୁଛି ସେଇଆ ଠିକ, ଆଉ ଯାହା କରୁଛନ୍ତି ସମସ୍ତେ ସବୁ ଭୁଲ। ଏହି ଅବସ୍ଥାଟା ସବୁଠାରୁ ଭୟଙ୍କର ଅବସ୍ଥା। ସବୁଠାରୁ ଭୟଙ୍କର ଶତ୍ରୁ ହେଉଛି ମୋହ। ମୋହ କିପରି ସମ୍ପର୍କ ଭାଙ୍ଗେ? ମୋହ ମନୁଷ୍ୟକୁ କୁହେ ମୋର ଭାବନାଟା ସବୁବେଳେ ଠିକ। ସେଇଥିରୁ ପିତା ପୁତ୍ର ଦୂରେଇ ଯାଆନ୍ତି, ସ୍ୱାମୀ ସ୍ତ୍ରୀ ଦୂରେଇ ଯାଆନ୍ତି, ବନ୍ଧୁକୁ କଷ୍ଟ ହୁଏ। ଏହା ତଲୁଆର ନୁହେଁ, କିନ୍ତୁ ହୃଦୟ ଧୀରେ ଧୀରେ କାଟେ। ମୋହକୁ ଭାଙ୍ଗିବାର ଉପାୟ, ପ୍ରତିଦିନ ନିଜେ ନିଜକୁ ପଚାର, ଏଇ ଧନ ପଛରେ ମୁଁ ଧାଉଁଛି, ଏଇ ଟଙ୍କା ପଛରେ ମୁଁ ଧାଉଁଛି, ଏହା ସ୍ଥାୟୀ କି? ଯାହା ଯିବାର ଅଛି ସେଥିରେ ଆସକ୍ତି କାହିଁକି? ନିଜ ଭୁଲକୁ ମାନିବାକୁ ଶିଖ। ସତ୍ୟ କଥା କହୁଥିବା ଲୋକଙ୍କଠୁ ଦୂରେଇ ଯାଅ ନାହିଁ। ବନ୍ଧୁଗଣ, ମୋହକୁ ତ୍ୟାଗ କଲେ ହିଁ ଆମର ଲାଭ। ତୃତୀୟ ପଂକ୍ତି କଣ? ନାସ୍ତି କୋପୋ ସମବହ୍ନି, ଅର୍ଥ କ୍ରୋଧ ସମାନ, ରାଗ ସମାନ କୌଣସି ଅଗ୍ନି ନାହିଁ। ଅଗ୍ନି ବହୁତ ପବିତ୍ର ଜିନିଷ, କିନ୍ତୁ ତାକୁ ଯଦି ଠିକ ଭାବରେ ଆମେ ବ୍ୟବହାର ନ କରିପାରିବା, ସେ ପୁରା ଗାଁ, ପୁରା ସହରକୁ ଜାଳି ପୋଡ଼ି ଛାରଖାର କରିବାର ଶକ୍ତି ମଧ୍ୟ ଅଛି। କ୍ରୋଧ ହେଉଛି ଏହିପରି ଏକ ବହ୍ନି। କ୍ରୋଧ ହେଉଛି ଆଶା ଭଙ୍ଗ ହେଲେ ଜନ୍ମ ନେଉଥିବା ଅଗ୍ନି। ଗୋଟେ ଆଶା କରିଛନ୍ତି ଆପଣ, ଆପଣଙ୍କ ବାପା ବାହାରକୁ ଯାଇଛନ୍ତି, ଆପଣ ତାଙ୍କୁ କହିଛନ୍ତି ଗୋଟେ ଚକୋଲେଟ ନେଇକି ଆସିବେ ବାବା, କିନ୍ତୁ ସେ ଚକୋଲେଟ ଆଣିକି ଆସିନାହାନ୍ତି। ଆପଣଙ୍କ ମନରେ ଗୋଟେ ରାଗ, ବାବାଙ୍କୁ ଯାହା ଯେତେବେଳେ କହିଲେ କିଛି ଶୁଣୁନାହାନ୍ତି, ସବୁବେଳେ ତାଙ୍କ ମନ ଇଚ୍ଛା କାମ କରୁଛନ୍ତି। ମୋ କଥା କାହିଁକି ଶୁଣାଗଲା ନାହିଁ, ଏହାର ଅହଙ୍କାର। ଏହି ଅହଙ୍କାରରୁ ଜନ୍ମ ନିଏ କ୍ରୋଧ। ମୋହରୁ ମଧ୍ୟ ଜନ୍ମ ନିଏ କ୍ରୋଧ। ମୋହ, ମତେ ଯାହା ମିଳିବା ଦରକାର ସେଟା ମିଳିଲାନି, କାହିଁକି ମୁଁ ରାଗିଯିବି। କ୍ରୋଧ କାହିଁକି ଅଗ୍ନି? ଅଗ୍ନି କଣ କରେ? ଭଲ ମନ୍ଦ ଭେଦ ରଖେ ନାହିଁ। ଭଲ ଜିନିଷକୁ ବି ଜାଳିଦେବି, ଖରାପ ଜିନିଷକୁ ବି ଜାଳିଦେବି, ଶୁଖିଲା ଜିନିଷକୁ ଜାଳିଦେବି, ଓଦା ଜିନିଷକୁ ଜାଳିଦେବି, ଯାହା ପାଖରେ ମିଳିବ ଯାହା ସବୁକୁ ମୁଁ ଜାଳିଦେବି। କ୍ରୋଧ ମଧ୍ୟ ସେହିପରି ବୁଦ୍ଧି ଜଳାଇ ଦିଏ, ସମ୍ପର୍କ ଜଳାଇ ଦିଏ, ବର୍ଷ ବର୍ଷର ପରିଶ୍ରମ ଜାଳି ପୋଡ଼ି ଛାରଖାର କରିପାରେ। ଯେମିତି ରାବଣର କ୍ରୋଧ ହିଁ ତାକୁ ଜାଳି ପୋଡ଼ି ଛାରଖାର କରିଦେଲା। ସେ ଯଦି ସୁପର୍ଣ୍ଣଖା କଥାରେ ରାଗି ନ ଯାଇ ସେ ଆଗ ବୁଝିଥାନ୍ତା କଣ ହେଇଛି, କିଏ କାହାକୁ କଣ କରିଛି, ସିଏ କେବେ ମଧ୍ୟ ମରିନଥାନ୍ତା। କ୍ରୋଧର ଲକ୍ଷଣ, ଯେତେବେଳେ କ୍ରୋଧ ଆସେ ଶରୀର କମ୍ପି ଥାଏ, ଶ୍ୱାସ ଦ୍ରୁତ ହୁଏ, ନିଜ ଉପରେ ନିୟନ୍ତ୍ରଣ ରୁହେନି। ପଛରେ ଫଳ କଣ ହବ?
ଏ ଭାବନା ଶକ୍ତି ଚାଲିଯାଏ। ଫଳର ଇଚ୍ଛା ମାନେ ଫଳ କ'ଣ ହବ ତାକୁ ଆମେ ନ ଜାଣି ଆମେ କାର୍ଯ୍ୟ କରିଦେଉ। କାର୍ଯ୍ୟ ନୁହଁ, ସେ ଅକର୍ମ, କୁକର୍ମ ଆମେ କରିଦେଉ। ଫଳରେ ମନୁଷ୍ୟ ସେଇବେଳେ ସବୁଠୁ ଅଧିକ କଷ୍ଟ ପାଏ ଯେତେବେଳେ କ୍ରୋଧର ଉପଦେଶରେ ସେ କିଛି କାର୍ଯ୍ୟ କରେ। ବନ୍ଧୁଗଣ, କ୍ରୋଧ ସମ୍ପର୍କକୁ ଭାଙ୍ଗି ଦିଏ। ଧନ ନଥିବାରୁ ନୁହେଁ, କ୍ରୋଧ ଦ୍ୱାରା ହିଁ ବହୁ ସମ୍ପର୍କ ଭାଙ୍ଗେ। କ୍ରୋଧରୁ ଗୋଟେ ରାଗ ସୃଷ୍ଟି ହୁଏ, ପିତା ପୁତ୍ର ଦୂରେଇ ଯାଆନ୍ତି, ବନ୍ଧୁକୁ ଅଜଣା କରିଦେଉଛି। କ୍ରୋଧକୁ ଜିତିବାର ଉପାୟ କ'ଣ? କ୍ରୋଧ ଆସିଲେ ନୀରବତା ହିଁ କ୍ରୋଧର ସବୁଠୁ ବଡ଼ ଶତ୍ରୁ। ଯଦି କ୍ରୋଧ ଆସୁଛି, ନୀରବ ରହିଯାଅ। 10 ମିନିଟ୍ ନୀରବ ରୁହ, 5 ମିନିଟ୍ ନୀରବ ରୁହ। ଉତ୍ତର ଦେବା ପୂର୍ବରୁ 10 ଥର ଶ୍ୱାସ ପ୍ରଶ୍ୱାସ ନିଅ। ମନେ ରଖ, ଏହି ମୁହୂର୍ତ୍ତ ମୋ ଜୀବନ ଧ୍ୱଂସ କରିପାରେ। ଯାହା ତୁମକୁ ରାଗ ଦେଉଛି ସେଥିରୁ ଅଳ୍ପ ସମୟ ଦୂରେଇ ରୁହ। କ୍ରୋଧର ବଶବର୍ତ୍ତୀ ହୋଇ କିଛି ମଧ୍ୟ ଏମିତି ନିଷ୍ପତ୍ତି ନିଅ ନାହିଁ ଯାହା ତୁମକୁ ପଛରେ ପଶ୍ଚାତାପ କରିବାକୁ ବାଧ୍ୟ କରିବ। ଏ ପର୍ଯ୍ୟନ୍ତ ଆମେ ଜାଣିଲେ କାମ କେମିତି ଆମକୁ ରୋଗାକ୍ରାନ୍ତ କରେ, ମୋହ କେମିତି ଆମକୁ ଅନ୍ଧ କରିଦିଏ, ମୋହ କେମିତି ଆମକୁ ଆମର ବହୁତ ବଡ଼ ଶତ୍ରୁ, କ୍ରୋଧ କେମିତି ସବୁ ଜାଳି ପୋଡ଼ି ନଷ୍ଟ କରିଦିଏ। ଏବେ ପ୍ରଶ୍ନ ନିଶ୍ଚିତ ଆପଣମାନଙ୍କ ମନରେ ପଚାରିବାକୁ ଆପଣ ଚାହୁଁଥିବେ, ଏହାଠୁ ମୁକ୍ତି କେମିତି ପାଇବା? ଏହାର ମୁକ୍ତି କ'ଣ? ଏଇ କାମ, ମୋହ, କ୍ରୋଧରୁ ମୁକ୍ତି କେମିତି ଆମେ ପାଇବା? ମୁକ୍ତିର ମାର୍ଗ କ'ଣ? ଉତ୍ତର, ମାର୍ଗ ମାତ୍ର ଗୋଟିଏ, ଜ୍ଞାନ। ନାସ୍ତି ଜ୍ଞାନାତ୍ ପରଂ ସୁଖଂ। ଅର୍ଥ, ଜ୍ଞାନ ଠାରୁ ଉଚ୍ଚ କୌଣସି ସୁଖ ନାହିଁ। ଜ୍ଞାନର ଅର୍ଥ କେବଳ ଡିଗ୍ରୀ ନୁହେଁ, କେବଳ ପୁସ୍ତକ ପଢ଼ିବା ନୁହେଁ, ନିଜ ବିବେକକୁ ପଢ଼ିବା, ନିଜ ମନକୁ ପଢ଼ିବା, ନିଜେ ନିଜକୁ ପଢ଼ିବାର ଅର୍ଥ ଜ୍ଞାନ। ଯାହା ସ୍ଥାୟୀ ତାହାକୁ ଧରିବା, ଯାହା ଅସ୍ଥାୟୀ ତାକୁ ଛାଡ଼ିଦେବା। ନିଜ ଭୁଲକୁ ଚିହ୍ନିବା, ନିଜ ବିବେକକୁ ମଜବୁତ କରିବା, ନିଜ ମନକୁ ମଜବୁତ କରିବା। ଜ୍ଞାନ ମନ ଓ ବିବେକକୁ ଜାଗ୍ରତ କରେ। ଜ୍ଞାନ କ'ଣ? ବିଦ୍ୟା ଆମେ କାହିଁକି ଅର୍ଜନ କରିବା? ବିବେକକୁ ମଜବୁତ କରିବା। ବିବେକ ସବୁଠୁ ଇମ୍ପୋର୍ଟାଣ୍ଟ ଜିନିଷ ଯଦି ଅଛି ଆମ ଜୀବନରେ କିଛି, ସିଏ ଆମ ବିବେକ। ଜ୍ଞାନର ଓ ସୁଖର ତଫାତ୍ କ'ଣ? ସାଧାରଣ ସୁଖ ବାହାରୁ ଆସେ, ଟଙ୍କାରୁ ଆସେ, ଶରୀରରୁ ଆସେ, ପରେ ଏହା ଛାଡ଼ିଯାଏ। କିନ୍ତୁ ଜ୍ଞାନ ସୁଖ ଭିତରୁ ଆସେ, ପରିସ୍ଥିତି ଉପରେ ନିର୍ଭର କରେ ନାହିଁ, ତାକୁ କେହି ମଧ୍ୟ ଛଡ଼ାଇ ନେଇପାରିବେ ନାହିଁ। ଜ୍ଞାନ ବା ବିବେକର ସୁଖ ସବୁଠୁ ଭଲ ସୁଖ। ବିବେକ ସୁଖ ଆମେ କେମିତି ପାଇବା? ଯେଉଁ ଧନ ଅର୍ଜନ ଆମେ କରିଛେ ତାକୁ ଠିକ୍ ମାର୍ଗରେ ନିବେଶ କରିବା। ସେଥିରେ କୌଣସି ଲୋକର ଯେମିତି କୌଣସି ଲୋକର ଅନିଷ୍ଟ ହେବ ନାହିଁ ସେହିପରି କାମ କରିବା। ଲୋକଙ୍କୁ ସାହାଯ୍ୟ କରିବା, ତ୍ୟାଗ କରିବା। ଏମିତି ବି ନୁହଁ ଲୋକ ମନ୍ଦିରକୁ ଯାଇକି ମୁଣ୍ଡିଆ ମାରୁଛନ୍ତି କିନ୍ତୁ ନିଜ ଭାଇ ଭିତରେ ପାଟିତୁଣ୍ଡ ମାଡ଼ଗୋଡ଼ି ହେଉଛନ୍ତି। କାହିଁକି? ଧନ ପାଇଁ। ଜ୍ଞାନ ସବୁଠୁ ବହୁତ ବଡ଼ ଜିନିଷ ହେଉଛି ଜ୍ଞାନ। କୋଉଟା କରିବା ଉଚିତ, କୋଉଟା କରିବା ଅନୁଚିତ, ଏହାର ଜ୍ଞାନ ହିଁ ଆପଣଙ୍କୁ ସବୁଠି ଜିତେଇବ। କ'ଣ କଲେ ମୋର ଠିକ୍ ହେବ, କ'ଣ କଲେ ମୋର ଭୁଲ ହେବ, କ'ଣ କଲେ ମୋ ପରିବାରର ଉନ୍ନତି ହେବ, କ'ଣ କଲେ ମୋ ପରିବାରର ଅବନତି ହେବ, କ'ଣ କଲେ ମୋର ଉଦ୍ଧାର ହେବ, କ'ଣ କଲେ ମୁଁ ଏଠି ଛନ୍ଦି ହେବି। ଏହା ହେଉଛି ଜ୍ଞାନ। ଜ୍ଞାନ କିପରି ମୋହ, କାମ, କ୍ରୋଧକୁ ଜିତେ? ଜ୍ଞାନ ଯୁକ୍ତ କାମ ଆବଶ୍ୟକ। ମୋର ଧନ ଆବଶ୍ୟକ, ମୁଁ କାର୍ଯ୍ୟ କଲି, ଧନ ପାଇଲି, ମୁଁ ମୋର ସୁଖରେ ଚଳିବି। ଧନ ତ ଜୀବନ ଯାପନ କରିବା ପାଇଁ ଧନ ଅତ୍ୟନ୍ତ ଆବଶ୍ୟକ। ମୁଁ କହୁଛି ଆପଣମାନେ ଧନ ଯେତେ ଅଧିକ ରୋଜଗାର କରିବା କଥା କରିବା ଉଚିତ, ଧନ ଇନକମ୍ କରିବା ଉଚିତ, କିନ୍ତୁ ଲୋଭ ନୁହେଁ। ଏଇଟା ତା ପାଖରେ ଅଛି ମୋତେ ମିଳିଯିବା ଦରକାର, ଏମିତି ନୁହଁ। ନିଜେ ପରିଶ୍ରମ କରିବି, ନିଜେ ମୋର ପରିଶ୍ରମ କରିବି, ମୋ ହାତରେ କାମ କରିବି, ମୁଁ ମୋର କରିବି, କିନ୍ତୁ ତା ପାଖରେ ଏଇଟା ଅଛି, ସେ ମୋତେ ଦେଇଦିଅନ୍ତା ହେଲେ, ଏମିତି ନୁହଁ। ଆବଶ୍ୟକ ପଡ଼ିଲେ କାର୍ଯ୍ୟ କର,
ଆପଣଙ୍କ ଯେତିକି ଆବଶ୍ୟକ ଆପଣ ସେତିକି କାର୍ଯ୍ୟ କରିବେ, ଧନ ଇନକମ୍ କରିବେ, ଆପଣ ଚଳିବେ। ମୋହ, ଜ୍ଞାନ କହେ ଯାହା ଦେଖୁଛ ସବୁ ସତ୍ୟ ନୁହଁ, କିନ୍ତୁ ମୋହ କହେ ଯାହା ଦେଖୁଛ ସବୁ ମୋ ପାଖରେ ରହିବା ଉଚିତ। ମୋହ, ପୁତ୍ର ମୋହ, ସ୍ତ୍ରୀ ମୋହ, ସବୁ ମୋହ। ଜ୍ଞାନ କହେ ନା ଏ ସବୁ ଚଞ୍ଚଳ, କିଛି ବି ମୋ ପାଖରେ ରହିବେନି। ଜ୍ଞାନଯୁକ୍ତ କ୍ରୋଧ, ଜ୍ଞାନ କହେ ଏହି ମୁହୂର୍ତ୍ତଟି ରହିଯା, ପରେ କ୍ରୋଧ କରିବୁ, ପରେ। କ୍ରୋଧ କହେ ନା ମୁଁ ଏଇନୁ ହିଁ ନିଷ୍ପତ୍ତି ନେବି। ମନେ ରଖନ୍ତୁ, କ୍ରୋଧରେ ନିଆଯାଇଥିବା ନିଷ୍ପତ୍ତି ଆପଣଙ୍କୁ ବହୁତ ଅସୁବିଧାରେ ପକାଇ ପାରେ। ଜ୍ଞାନ ବୃଦ୍ଧି କରିବାର ମୁଁ 5ଟି ସହଜ ଉପାୟ ଆପଣଙ୍କୁ କହିବି। ପ୍ରତିଦିନ 10 ମିନିଟ୍ ନୀରବତା ରକ୍ଷା କରିବେ। ନୀରବ ହେଇ ଚୁପ୍ ହେଇ ନିଜ ମନକୁ ପଢ଼ିବାକୁ ଚେଷ୍ଟା କରିବେ। ଆପଣ କେମିତି ଏ ଜୀବନକୁ ଦେଖୁଛନ୍ତି ତାକୁ ପଢ଼ିବାକୁ, ନିଜକୁ ପଢ଼ିବାକୁ ଚେଷ୍ଟା କରିବେ। ରାତିରେ ଶୋଇବା ପୂର୍ବରୁ ନିଜ ସହ ଆଲୋଚନା କରନ୍ତୁ, ମୁଁ କ'ଣ ଭୁଲ କରିଛି, କ'ଣ ଠିକ କରିଛି। ନିଜ ଆବଶ୍ୟକତାକୁ ଯେତେ ପାରୁଛନ୍ତି କମ୍ ରଖନ୍ତୁ। ସତ୍ୟ କହୁଥିବା ଲୋକଙ୍କ ସାଥିରେ ରୁହନ୍ତୁ। ନିଜ ଭୁଲକୁ ବାଛନ୍ତୁ, ନିଜ ଭୁଲକୁ ଭୁଲ ବୋଲି ସ୍ୱୀକାର କରନ୍ତୁ। ସମ୍ପୂର୍ଣ୍ଣ ଶ୍ଲୋକର ସାର, କାମ ପରି ରୋଗ ନାହିଁ, ମୋହ ପରି ଶତ୍ରୁ ନାହିଁ, କ୍ରୋଧ ପରି ଅଗ୍ନି ନାହିଁ, ଜ୍ଞାନ ପରି ଅମୃତ ନାହିଁ। ଯେ ମନୁଷ୍ୟ ଜ୍ଞାନକୁ ଧୀରେ ଧୀରେ ଶିଖେ, ମନୁଷ୍ୟ ନିଜ ବିବେକକୁ ଧୀରେ ଧୀରେ ମଜବୁତ କରେ, ଯେଉଁ ମନୁଷ୍ୟ ନିଜ ମନକୁ ଧୀରେ ଧୀରେ ମଜବୁତ କରେ, ସେ କେବେ ମଧ୍ୟ ହାରେ ନାହିଁ। ବନ୍ଧୁଗଣ, ସଂସାରକୁ ବଦଳାଇ ଦେବା କଷ୍ଟକର, କିନ୍ତୁ ନିଜ ମନକୁ ବୁଝାଇବା ବହୁତ ସହଜ। ଯଦି ଏହି ଶ୍ଲୋକର ଗୋଟିଏ ପଂକ୍ତି ମଧ୍ୟ ଆପଣଙ୍କ ମନକୁ ଛୁଇଁଥାଏ, ତେବେ ଏହି ଭିଡ଼ିଓଟି ମୋର ସଫଳ। ଜ୍ଞାନ ଠାରୁ ବଡ଼ ସୁଖ କିଛି ମଧ୍ୟ ନାହିଁ। ବନ୍ଧୁଗଣ, ଯଦି ଆପଣ ଚାହାନ୍ତି ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ ମଧ୍ୟ କରିପାରିବେ। ଜୟ ଜଗନ୍ନାଥ, ଜୟ ଚାଣକ୍ୟ।